ଶ୍ରୋତାବନ୍ଧୁ ଆଧୁନିକ ଓଡ଼ିଆ ଭାଷା ସାହିତ୍ୟର ଜନ୍ମଦାତା ବ୍ୟାସକବି ସରସ୍ୱତୀ କଥା ସମ୍ରାଟ ଫକୀରମୋହନ ସେନାପତି ଆଧୁନିକ ଓଡ଼ିଆ କଥା ସାହିତ୍ୟର ଥିଲେ ଚାର୍ଲସ ଡିକେନ୍ସ। ସମାଲୋଚକ ସୁରେନ୍ଦ୍ର ମହାନ୍ତିଙ୍କ ମତରେ ଫକୀରମୋହନ ଗାଁ ଦାଣ୍ଡର ଭାଷାକୁ ନିଜ କଥା ସାହିତ୍ୟରେ ମର୍ଯ୍ୟାଦା ପ୍ରଦାନ କରିଛନ୍ତି। ସେ ପ୍ରଥମ କରି ଦେଖାଇଥିଲେ ସାହିତ୍ୟର ପ୍ରକୃତ ଉପାଦାନ ଆମରି ଘରେ ଅଛି। ଓଡ଼ିଆ ଭାଷାରେ ଓଡ଼ିଆ ଜାତୀୟ ସାହିତ୍ୟ ସୃଷ୍ଟି କରିବାକୁ ହେଲେ ଓଡ଼ିଆ ମାଟିର କଥାବସ୍ତୁ, ଓଡ଼ିଆ ପ୍ରାଣର ହସକାନ୍ଦ ନେଇ ଗାଁ ଦାଣ୍ଡର ଭାଷାରେ ଜୀବନ୍ତ ସାହିତ୍ୟ ରଚନା କରିବାକୁ ପଡ଼ିବ। ଯଥାର୍ଥରେ କହିବାକୁ ଗଲେ ଓଡ଼ିଆ ଜାତୀୟ ସାହିତ୍ୟର ଜନକ ଫକୀରମୋହନ। 21 ଗୋଟି ଗଳ୍ପର ସ୍ରଷ୍ଟା ଫକୀରମୋହନଙ୍କ ପାଇଁ ପୃଥିବୀ ଥିଲା ଗଳ୍ପମୟ। ତେବେ ଆସନ୍ତୁ ଆଜି ତାଙ୍କରି ଗଳ୍ପ ସ୍ୱଳ୍ପ ପ୍ରଥମ ଭାଗରେ ସଂକଳିତ ତଥା 1898 ମସିହାରେ ପ୍ରକାଶିତ କାଳଜୟୀ କ୍ଷୁଦ୍ରଗଳ୍ପ ରେବତୀକୁ ଆମେ ଶୁଣିବା। କଟକ ଜିଲ୍ଲାର ହରିପୁର ପ୍ରଗଣା ମଧ୍ୟରେ ଗୋଟିଏ ମଫସଲ ଗ୍ରାମ ନାମ ପାଟପୁର। ଗ୍ରାମ ମୁଣ୍ଡାମୁଣ୍ଡିରେ ଗୋଟିଏ ଘର, ଆଗିଲି ପିଛିଲି 4 ବଖରା ଖଞ୍ଜା ପାଚିରି ଚାଳିଆରେ ଢିଙ୍କିଶାଳ, ଅଗଣା ମଧ୍ୟରେ କୂଅ, ଆଗକୁ ଦାଣ୍ଡ ଦୁଆର, ପଛକୁ ବାଡ଼ି ଦୁଆର। ଦାଣ୍ଡ ଦୁଆର ମେଲା ଘରେ ଦାଣ୍ଡ ଲୋକେ ବସା ଉଠା କରନ୍ତି। ପ୍ରଜାମାନେ ଖଜଣା ଦେବାକୁ ଆସି ଏଇଠାରେ ବସନ୍ତି। ଶ୍ୟାମବନ୍ଧୁ ମହାନ୍ତି ଜମିଦାର ତରଫରୁ ଗ୍ରାମର କରଣ, ମାସକୁ ଦରମା 2 ଟଙ୍କା, ଦରମା ଛାଡ଼ି ପାଉତି ବିଶୋଧନୀ, ବାହାଲ ହଣା ଇତ୍ୟାଦିରୁ 2 ପଇସା ହାତ ପଇଠ ହୁଏ। ସବୁ ମିଶାଇଲେ ମାସକୁ 4 ଟଙ୍କାରୁ ଊଣା ହେବ ନାହିଁ। ସଂସାର ଏକରକମ ଚଳେ। ଏକରକମ କିଆଁ ବୋଇଲେ ଭଲ ଚଳେ। ଏଇଟା ହେଲା ନାହିଁ, ସେଇଟା ଘରେ ନାହିଁ, ଏପରି କଥା ଘରର କାହାରି ମୁହଁରୁ ଶୁଣାଯାଏ ନାହିଁ। ବାଡ଼ିରେ ଶାଗ ମାଗ ଛାଡ଼ି ସଜନା 2 ଗଛ। ଘରେ ଲଗା ପଡ଼ିଆ, ବରଷ ବିଆଣୀ, ଗାଈ 2ଟା ବନ୍ଧା, ଦୁଧ ଟିକେ ଚହ୍ଲା ମନ୍ଦାଏ ହାଣ୍ଡି ତଳେ ଲାଗିଥାଏ। ବୁଢ଼ୀ ଚଷୁ ମିଶାଇ ଘଷି ପାରିଦିଏ, କାଠ କିଣା ବାଧେ ନାହିଁ। ଜମିଦାର 3.5 ମାଣ ଜମି ଚଷିବାକୁ ଦେଇଛନ୍ତି, ଧାନ ବଳେ ନାହିଁ କି କମେ ନାହିଁ। ଶ୍ୟାମବନ୍ଧୁଟି ବଡ଼ ସିଧାସଳଖ ଲୋକ, ପ୍ରଜାମାନେ ମାନନ୍ତି, ସୁଖ ପାଆନ୍ତି। ବାପରେ ଧନରେ କହି ଦୁଆର ଦୁଆର ବୁଲି ଖଜଣା ଅସୁଲ କରେ, କାହାରିଠାରୁ ଅନ୍ୟାୟରେ ପଇସାଟିଏ ନିଏ ନାହିଁ। ପ୍ରଜାମାନେ ଖଜଣା ଦେଇ ପାଉତି ମାଗନ୍ତି ନାହିଁ। ସେ 4 ଆଙ୍ଗୁଳି ତାଳପତ୍ରରେ ଖଣ୍ଡେ ପାଉତି ଲେଖି ବଳେ ଚାଳରେ ଗୁଞ୍ଜି ଦେଇ ଯାଏ। ଜମିଦାରର ପିଆଦା ଆସିଲେ ଗାଁକୁ ଛାଡ଼େ ନାହିଁ। ଆପେ ହାତ ଓଠ ଧରି ଧୂଆଁ ଖିଆ 2 ପଇସା ଅଣ୍ଟାରେ ଗୁଞ୍ଜି ଦେଇ ବିଦା କରେ। ଶ୍ୟାମବନ୍ଧୁ ଘରେ ଖାଇବାକୁ କୁଟୁମ୍ବ 4 ଜଣ, ଆପେ 2 ପରାଣୀ, ମା ବୁଢ଼ୀ, 10 ବର୍ଷର ଗୋଟିଏ ଝିଅ। ଝିଅର ନାମ ରେବତୀ। ଶ୍ୟାମବନ୍ଧୁ ସଞ୍ଜବେଳେ ପିଣ୍ଡାରେ ବସି କୃପା ସିନ୍ଧୁ ବଦନ ଗାଏ ଆଉ ଭଜନ ଗାଏ। କେବେ କେବେ କାଠ ରୁଖାଟି ଉପରେ ବଇଠାଟିଏ ଥୋଇ ଭାଗବତ ପଢ଼େ। ରେବତୀ ପାଖରେ ବସି ଶୁଣୁଥାଏ। ସେ ମୁହେଁ ମୁହେଁ ଢେର ଭଜନ ଶିଖିଗଲାଣି। ତା ପିଲା ମୁହଁକୁ ଭଜନ ଗୁଡ଼ିକ ଖୁବ୍ ମାନେ। ସଞ୍ଜବେଳେ ବାପା ପାଖରେ ବସି ଭଜନ ଗାଇଲେ ଗାଁର କୌଣସି ଲୋକ ଆସି ଶୁଣନ୍ତି। ରେବତୀ ବାପା ପାଖରୁ ଗୋଟିଏ ଭଜନ ଶିଖିଥିଲା। ସେଇଠି ଗାଇଲେ ଶ୍ୟାମବନ୍ଧୁ ବଡ଼ ଖୁସି ହୁଏ। ପ୍ରତିଦିନ ଝିଅକୁ ଗାଇବାକୁ କହେ। ରେବତୀ ଗାଏ। କାଗେ କରିବି ଗୁହାରି, କାଗେ କରିବି ଗୁହାରି, ତୁମ୍ଭେ ନ ଚାହିଁଲେ ନାଥ ଗରିବ ଜୀବ ସରି। କର ବା ନ କର ତ୍ରାଣ, ପଦେ ସମର୍ପିଛି ପ୍ରାଣ, ହୃଦେ ଅଛି ତବ ନାମ ଧରି। ତୁମ୍ଭ ବିନା ତ୍ରିଜଗତ ଶୂନ୍ୟ ହେ ହରି, ଶୀତଳ କର ଜୀବନ ପ୍ରେମାମୃତ ଦାନ କରି। 2 ବରଷ ତଳେ ସ୍କୁଲ ଡେପୁଟି ଇନ୍ସପେକ୍ଟର ମଫସଲ ଗସ୍ତକୁ ଯିବା ସମୟରେ ପାଟପୁରରେ ରାତିଏ ରହିଯାଇଥିଲେ। ଗ୍ରାମର ମୁଖିଆ କେତେଜଣ ଲୋକ କୁହାପୋଛା କରିବାରୁ
ଦୀପଟି ବାବୁ ଓଡ଼ିଶା ବିଭାଗର ଇନ୍ସପେକ୍ଟରଙ୍କ ଠାରୁ ରିପୋର୍ଟ କରି ଗୋଟିଏ ଅପର ପ୍ରାଇମେରୀ ସ୍କୁଲ ବସାଇ ଦେଇଛନ୍ତି। ଶିକ୍ଷକ ବେତନ ମାସକୁ 4 ଟଙ୍କା। ଏହି 4 ଟଙ୍କା ସରକାରରୁ ମିଳେ। ଏହାଛଡ଼ା ପ୍ରତି ପିଲା ମାସକୁ ଅଣାଏ ଲେଖାଏଁ ଦିଅନ୍ତି। ଶିକ୍ଷକଟି କଟକ ନର୍ମାଲ ସ୍କୁଲର ଅବଧାନ ବିଭାଗର ଉତ୍ତୀର୍ଣ୍ଣ ଛାତ୍ର। ନାମ ବାସୁଦେବ। ନାମଟି ଯେପରି ବାସୁଦେବ, ଲୋକଟା ମଧ୍ୟ ସେହିପରି ବାସୁଦେବ। ଟୋକାଟାର ଭିତର ବାହାର ସବୁ ସୁନ୍ଦର। ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ। ଗାଁ ମଝିରେ ଚାଲିଯିବା ବେଳେ ମୁଣ୍ଡ ଟେକି କାହାକୁ ଚାହେଁ ନାହିଁ। ବୟସ ଅନ୍ଦାଜ 20। ସୁନ୍ଦର ରୂପ, ଯେମନ୍ତ ଗୋଟିଏ ଚାଉଳରେ ଗଢ଼ା। ପିଲାଦିନେ ପିହୁଳା ରୋଗ ହୋଇଥିଲା। ତା ମା ମୁଣ୍ଡରେ ତତଲା ବୋତଲ ମୁହଁ ଚିହ୍ନ ଦେଇଥିଲା। ସେ ଚିହ୍ନ ଆଜିଯାଏ ଅଛି, ହେଲେ ସେ ଚିହ୍ନ ତାକୁ ମାନେ। ବାସୁଦେବ ପିଲା କାଳରୁ ମା ବାପ ଛେଉଣ୍ଡ, ମାମୁଁ ଘରେ ରହି ମଣିଷ ହୋଇଛି। ବାସୁଦେବ ଜାତିରେ କରଣ, ଶ୍ୟାମବନ୍ଧୁ ମଧ୍ୟ କରଣ। କେବେ ପୁନେଇ ଗୁରୁବାରରେ ଘରେ ପିଠାପଣା ହେଲେ ଶ୍ୟାମବନ୍ଧୁ ପାଠଶାଳାକୁ ଯାଇ କହି ଆସେ, ବାପା ବାସୁ, ସଞ୍ଜବେଳେ ଟିକେ ଆମ ଘରକୁ ଯିବ, ତୁମ ମାଉସୀ ଡାକିଛନ୍ତି। ଏହିପରି ଯିବା ଆସିବାରେ ସେମାନଙ୍କ ମଧ୍ୟରେ ଗୋଟିଏ ମାୟା ଲାଗିଗଲାଣି। ରେବତୀ ବାସୁକୁ ଦେଖିଲେ କହେ, ଆହା, ମା ଛେଉଣ୍ଡଟି କ'ଣ ଖାଏ, କିଏ ତା ଖାଇବା ଦେଖୁଛି। ବାସୁ ପ୍ରତିଦିନ ସଞ୍ଜବେଳେ ଯାଇ ଶ୍ୟାମବନ୍ଧୁ ପାଖରେ ଘଡ଼ିଏ ଅଧେ ବସି ଆସେ। ବାସୁକୁ ଦୂରରୁ ଦେଖିଲେ ବାସୁ ଭାଇ ଅଇଲେ ବୋଲି ରେବତୀ ପାଟି କରି ବାପୁକୁ କହେ। ରେବତୀ ସଞ୍ଜବେଳେ ବାପ ପାଖରେ ବସି ପ୍ରତିଦିନ ପଠିତ ପୁରୁଣା ଭଜନ ଗୁଡ଼ିକ ବାସୁକୁ ଶୁଣାଏ। ବାସୁକୁ ସେହି ଗୀତ ନୂଆ ନୂଆ ପରି ଲାଗେ। ଦିନେ ଏ କଥା ସେ କଥା ପଡ଼ୁ ପଡ଼ୁ ଶ୍ୟାମବନ୍ଧୁ ଶୁଣିଲେ, କଟକରେ ଗୋଟିଏ ଝିଅ ସ୍କୁଲ ଅଛି, ସେଠାରେ ଝିଅମାନେ ପଢ଼ନ୍ତି, ଲୁଗା ସିଆଁ ଶିଖନ୍ତି। ସେହି ଦିନଠାରୁ ରେବତୀକୁ ପାଠ ପଢ଼ାଇବାକୁ ଶ୍ୟାମବନ୍ଧୁଙ୍କର ମନ ହେଲା ଏବଂ ଆପଣା ମନର କଥା ବାସୁଦେବକୁ କହିଲା। ବାସୁ ଶ୍ୟାମବନ୍ଧୁକୁ ପିତୃତୁଲ୍ୟ ମନେ କରେ ଏବଂ କହିଲା, ଆଜ୍ଞା, ମୁଁ ସେହି କଥାଟା କହିବି ହେଉଥିଲି। ଦୁଇଜଣଙ୍କ ପରାମର୍ଶରେ ରେବତୀକୁ ପାଠ ପଢ଼ାଇବାର ସ୍ଥିର ହେଲା। ରେବତୀ ପାଖରେ ବସି ଶୁଣୁଥିଲା। ଦୁଇ ଚିଲ୍ଲାରେ ଘର ଭିତରକୁ ଯାଇ ମାଆକୁ ଆଉ ଜେଜିକୁ କହିଲା, ମୁଁ ପାଠ ପଢ଼ିବି, ଖବର ଦେଲା। ମା କହିଲେ, ହଉ ହଉ ପଢ଼ିବୁ। ଜେଜି କହିଲେ, ପାଠ କ'ଣ ଲୋ? ମାଇକିନିଆ ଝିଅଟା, ପାଠ କ'ଣ? ରନ୍ଧାବଢ଼ା ଶିଖ, ପିଠାପଣା କରି ଶିଖ, ଝୋଟି ଦିଆ ଶିଖ, ଦହି ମୁହାଁ ଶିଖ, ପାଠ କ'ଣ? ରାତିରେ ଶ୍ୟାମବନ୍ଧୁ ପିଣ୍ଡାରେ ଖଣ୍ଡେ ଆମ୍ବ କାଠ ପିଢ଼ା ଉପରେ ବସି ଭାତ ଖାଉଛନ୍ତି। ରେବତୀ ସାଙ୍ଗରେ ବସି ଖାଉଛି। ବୁଢ଼ୀ ଆଗରେ ବସି ଭାତ ପୁଞ୍ଜାଏ ଆଣ୍, ଡାଲି ପାଣି ଟିକେ ପକେଇ ଯା, ଲୁଣ ଟିକେ ଦେ ଇତ୍ୟାଦି କଥା ବୋହୂ ପ୍ରତି ଆଦେଶ କରୁଛନ୍ତି। କଥାରେ କଥାରେ ବୁଢ଼ୀ କହି ବସିଲେ, ହଁ ରେ ଶ୍ୟାମ, ରେବି ପାଠ ପଢ଼ିବ। ପାଠ କ'ଣ ରେ? ତିରିଲା ଝିଅର ପାଠ ପଢ଼ା କ'ଣ? ଶ୍ୟାମବନ୍ଧୁ କହିଲେ, ହେଉ, କହୁଛି ତ ପଢ଼ୁ। ଝଙ୍କଡ଼ ପଟ୍ଟନାୟକ ଘର ଝିଅମାନେ ଯେ ଭାଗବତ ବୋଲି ପାରନ୍ତି, ବୈଦେହୀଶ ବିଳାସ ଛାନ୍ଦ ଗାଆନ୍ତି। ରେବତୀ ଭାରି ଖପା ହୋଇଯାଇ ଜେଜିକୁ ଗାଳି ଦେଇ କହିଲା, ଯା ଲୋ ବୁଢ଼ୀ, ଡୁଗୁରିଟା। ତାହା ବାଦ୍ ଅଳି କରି ବାପା କହିଲା, ନା ବାପା, ମୁଁ ପାଠ ପଢ଼ିବି। ଶ୍ୟାମବନ୍ଧୁ କହିଲେ, ହଁ ହଁ ହଁ, ତୁ ପଢ଼ିବୁ। ସେଦିନ କଥା ଏତିକି। ତହିଁ ପରଦିନ ଉପରଓଳି ବାସୁଦେବ ସୀତାନାଥ ବାବୁଙ୍କ ପ୍ରଥମ ପାଠ ଖଣ୍ଡିଏ ନେଇ ରେବତୀକୁ ଦେବାରୁ ସେ ବଡ଼ ଖୁସି ହୋଇ ବାପା ପାଖରେ ବସି କିତାପର ମୂଳ ପୁଡ଼ାଠାରୁ ଶେଷ ପୁଡ଼ା ଯାଏ ଓଲଟାଇ ଦେଖିଲା। ସେଥିରେ ହାତୀ, ଘୋଡ଼ା, ଗୋରୁ ଇତ୍ୟାଦିର ଛବି ଦେଖି ଭାରି ଖୁସି ହୋଇଗଲା। ରଜାମାନେ ହାତୀ ଘୋଡ଼ା ବାନ୍ଧି ଖୁସି ହୁଅନ୍ତି, କେହି ହାତୀ ଘୋଡ଼ା ଚଢ଼ି ଖୁସି ହୁଏ। ଆମ ରେବି ଛବିଟା ଦେଖି ଖୁସି। ରେବି ଧାଇଁ ଯାଇ ମାଆକୁ କିତାପର ଛବି ସବୁ ଦେଖେଇଲା। ତାହା ବାଦ୍ ଜେଜିକୁ ଦେଖେଇଦେଲା। ଜେଜି କିଞ୍ଚିତ୍ ବିରକ୍ତ ହୋଇ କହିଲା, ହଁ, ଯା ଯା। ରେବି ତାକୁ ଦୂର ଗାଳି ଦେଇ ଫେରି ଆସିଲା। ଆଜି ଦିନଟି ଭଲ, ଶ୍ରୀପଞ୍ଚମୀ। ରେବତୀ ସକାଳୁ ବୁଡ଼ ପାରି ଗାଧୋଇ ନୂଆ ଲୁଗା ଖଣ୍ଡିଏ ପିନ୍ଧି ଘର ବାହାର ହେଉଛି। ବାସୁଭାଇ ଆସିଲେ କିତାପ ପଢ଼ାଇ ଦେବ। ବୁଢ଼ୀ ଭୟରେ ବିଦ୍ୟାରମ୍ଭର ଆୟୋଜନ କିଛି ହୋଇନାହିଁ। ବେଳ 6 ଘଡ଼ି ସମୟରେ ବାସୁ ଯାଇ ପଢ଼େଇ ଦେଲା। ସ୍ୱରେ ଅ, ସ୍ୱରେ ଆ, ହ୍ରସ୍ୱ ଇ, ଦୀର୍ଘ ଇ, ହ୍ରସ୍ୱ ଉ, ଦୀର୍ଘ ଉ ଇତ୍ୟାଦି। ପ୍ରତିଦିନ ପଢ଼ା ଚାଲିଲା। ପ୍ରତିଦିନ ସଞ୍ଜବେଳେ ବାସୁ ଯାଇ ପଢ଼େଇ ଦିଏ। 2 ବର୍ଷ ମଧ୍ୟରେ ରେବତୀ ଢେର ପଢ଼ିଗଲାଣି। ମଧୁରାଓଙ୍କ ଛନ୍ଦମାଳା ପଢ଼ିଯିବା ବେଳେ ତୁଣ୍ଡରେ ବାଟୁଳି ବାଜେ ନାହିଁ। ଦିନେ ରାତିରେ ଶ୍ୟାମବନ୍ଧୁ ଭାତ ଖାଇବା ବେଳେ
ମା ପୁଅ ଦୁଇ ଜଣ କଥାବାର୍ତ୍ତା ହେଲେ। ପୂର୍ବେ ବୋଧକରୁ କିଛି କଥା ହୋଇଥିଲା, ଆଜି ସେଇ କଥାର ଉପସଂହାର। ଶ୍ୟାମବନ୍ଧୁ କହିଲେ, କି ମା, ଭଲ ହେବ ନାହିଁ କି? ବୁଢ଼ୀ, ହଁ, ଭଲ ତ ହେବ। ଜାତି କଥାଟା ବୁଝିଛୁ ନା? ଶ୍ୟାମବନ୍ଧୁ, ମୁଁ ଆଜି ଯାଏ ଆଉ କ'ଣ ବୁଝୁଥିଲି? ଭଲ କରଣ, ଗରିବ ପୁଅ ହେଲେ କ'ଣ ହେବ, ଜାତି ଭଲ। ବୁଢ଼ୀ କହିଲା, ଧନ ଦୌଲତ ନାହିଁ ବିଚାର, ଜାତି କଥାଟା ଆଗେ ପଚାର। ଘରେ ରହିବ ତ? ଶ୍ୟାମବନ୍ଧୁ କହିଲେ, ଘରେ ନ ରହି ଆଉ କୁଆଡ଼େ ଯିବ? ହଜାର ହେଲେ ମାମୁଁ ମାଇଁ ନା ଆଉ କ'ଣ? ରେବତୀ ପାଖରେ ବସି ଭାତ ଖାଉଥାଏ। ଏଇ କଥାର ମର୍ମ ସେ କ'ଣ ବୁଝିଲା ସେ ଜାଣେ, ମାତ୍ର ସେଇ ଦିନଠାରୁ ତାହାର ଭାବଭଙ୍ଗୀ ଅନ୍ୟ ରକମ ଦେଖୁଅଛୁ। ତାକୁ ବାପା ଆଗରେ ବାସୁ ଭାଇ ପଢ଼ାଇ ଦେଲେ କିପରି ଗୋଟେ ଲାଜ ମାଡ଼େ। ଅକାରଣ ସକାରଣ ସବୁବେଳେ ହସ ମାଡ଼େ। ମୁଣ୍ଡ ତଳକୁ ପୋତି ଦେଇ ଦୁଇ ଓଠ ବୁଜି ହସ ଲୁଚାଏ। ଏଣିକି ବାସୁ ପଢ଼ାଇ ଦେଲେ କେତେବେଳେ ତୁନି ତୁନି ପଢ଼େ, କେତେବେଳେ ଖାଲି ହୁଁ ହୁଁ କରେ। ପଢ଼ା ସରିଲେ ପାଟି ବୁଜି ହସି ହସି ଘର ଭିତରକୁ ପଳାଇଯାଏ। ପ୍ରତିଦିନ ସଞ୍ଜବେଳେ ଦାଣ୍ଡ ଦୁଆର କବାଟକୁ ଧରି କାହାକୁ ଚାହିଁଥାଏ। ବାସୁ ଆସିଲେ ଘରକୁ ପଳାଏ। ପାଞ୍ଚ ଡାକରେ ବାହାରେ ନାହିଁ। ଏଣିକି ରେବତୀ ଦାଣ୍ଡକୁ କେବେ ବାହାରିଲେ ବୁଢ଼ୀ ଖପା ହୁଏ। ଦେଖୁ ଦେଖୁ ପଞ୍ଚମୀକୁ ପଞ୍ଚମୀ 2 ବରଷ ହୋଇଗଲାଣି। ବିଧାତାଙ୍କର ବିଧାନ କାହାର ଦିନ ସମାନ ଭାବରେ ଯିବ ନାହିଁ। ଫଗୁଣ ମାସିଆ ଦିନ କାହିଁ କିଛି ନାହିଁ, ଅଚାନକ କାହୁଁ ବାଡ଼ି ଆସିଲା। ସକାଳେ ଗ୍ରାମରେ ଶୁଣାଗଲା ଗୁମାସ୍ତା ଶ୍ୟାମବନ୍ଧୁ ମହାନ୍ତିଙ୍କୁ ବାଡ଼ି ଧରିଛି। ମଫସଲ ଗାଁରେ ବାଡ଼ି ପଡ଼ିଲେ ତାଟି କବାଟ ପଡ଼ିଯାଏ। ବାଡ଼ି ବୁଢ଼ୀ ସତେ ପରା ଟୋକେଇଟିଏ କାଖେଇ ଦାଣ୍ଡରେ ମନୁଷ୍ୟ ଗୋଟାଉଛି, ଏପରି ସମସ୍ତେ ମଣନ୍ତି। ଦୁଆରକୁ କାହାରି ଆସିବାର ନାହିଁ। ମାଇକିନିଆ ଦୁଇଟା କ'ଣ କରିବେ? ପିଲାଟା ଡାକ ପାରି ଘର ବାହାର ହେଉଛି। ବାସୁଦେବ ଶୁଣି ସ୍କୁଲ ଛାଡ଼ି ଧାଇଁଲା। ଡର ନାହିଁ, ଭୟ ନାହିଁ, ଆପଣା ଶରୀର ପ୍ରତି ଭାବନା ନାହିଁ। ଶ୍ୟାମବନ୍ଧୁ ପାଖରେ ବସି ଗୋଡ଼ରେ ହାତ ବୁଲାଉଥାଏ। ପାଣି ଟୋପାଏ ଟୋପାଏ ମୁହଁରେ ଦେଉଥାଏ। ବେଳ 3 ପ୍ରହର ସମୟରେ ଶ୍ୟାମବନ୍ଧୁ ବାସୁ ମୁହଁକୁ ଚାହିଁ ଖନେଇ ଖନେଇ କହିଲା, ବାସୁ, ଏ ବାସୁ, ଗିଲା। ବାସୁ ଭୋ ଭୋ କରି ଡକା ପାରିଲା। ଘରେ ଚହଳ ପଡ଼ିଗଲା। ରେବତୀ ଭୂଇଁରେ ପଡ଼ି ଗଡ଼ୁଥାଏ। ଗ୍ରାମର ଲୋକେ ଶୁଣି କହିଲେ, ହୋଇଗଲା ପରା। ଦେଖୁ ଦେଖୁ ସଞ୍ଜ ବେଳକୁ କିଛି ନାହିଁ। କ'ଣ କରିବେ? ବାସୁଦେବଟା କାଲିକି ପିଲା, ଆଉ ଦୁଇଟା ଭୁଆସୁଣୀ। ଗ୍ରାମର ବନ ସେଠି ଧୋବା ଜଣେ ଜାଣିବା ଶୁଣିବା ଲୋକ। ତା ଦେହକରେ 50 କି 60 ପାର କଲାଣି। କାଲି ହେଲେ ଯିବାକୁ ହେବ, ଆଜି ହେଲେ ଯିବାକୁ ହେବ। ଲୁଗାପଟା 2 ଖଣ୍ଡ ମଧ୍ୟ ମିଳିବାର ଭରସା। ଗାମୁଛାଟାଏ ଅଣ୍ଟାରେ ଭିଡ଼ି ଦେଇ କୁରାଢ଼ୀଟାଏ କାନ୍ଧରେ ପକାଇ ହାଜର ହୋଇଗଲା। ଗ୍ରାମରେ କରଣ ସେହି ଘରକ। ଶାଶୁ ବୋହୂ ବାସୁଦେବ 3 ଜଣ ଧରାଧରି କରି କର୍ମ ଚଳାଇଲେ। ସେ ସମୟର କଥାଗୁଡ଼ାକ ଲେଖିବାକୁ ହାତ ଚଳୁନାହିଁ। ଶ୍ମଶାନରୁ ଫେରି ଆସିବା ବେଳକୁ କୁଆଁ ତାର ଉଇଁଲାଣି। ଘରେ ପଶିବା ମାତ୍ରକେ ରେବତୀ ମା ପୋଖରୀ ପାଣି ଗଲା। ଦେଖୁ ଦେଖୁ ଦିନ ପ୍ରହର ବେଳେ ଗ୍ରାମରେ ହାଟ ହେଲା, ରେବତୀ ମା ନାହିଁ। ଦିନ ଚାଲିଯାଏ, କାହାରି ଲାଗି ଦିନ ବସି ରହେ ନାହିଁ। କାହାର ପାଲିଙ୍କି ଉପରେ ପାଟଛତା, କାହାର ବେଡ଼ି ଉପରେ ଗୋରଡ଼ା। ଦିନ ଯାଉଛି ସମସ୍ତଙ୍କର, ଯିବ ସମସ୍ତଙ୍କର। ଦେଖୁ ଦେଖୁ 3 ମାସ କଟିଗଲାଣି। ଶ୍ୟାମବନ୍ଧୁ ଘରେ 2 ଗୋଟି ଗାଈ ଥିଲେ। ତହବିଲ ବାକି ଟଙ୍କା ସକାଶେ ଜମିଦାର ଘର ଲୋକେ ଆସି ବାନ୍ଧି ଘେନିଗଲେ। ଆମ୍ଭେମାନେ ଜାଣୁ, ଜମିଦାର ଘର ଟଙ୍କାକୁ ଶ୍ୟାମବନ୍ଧୁ ଶିବ ନିର୍ମାଲ୍ୟ ପରି ଜ୍ଞାନ କରେ। ଟଙ୍କାଟିଏ ଅସୁଲ ହେଲେ ଜମିଦାର କଚେରୀରେ ପଇଠ ନ କରିବା ଯାଏ ତାର ନିଦ ନାହିଁ। ମାତ୍ର ତାହା ଉପରେ ଟଙ୍କା ଥାଉ ବା ନଥାଉ, ଗାଈ 2ଟି ବଡ଼ ଦୁଧିଆଳି, ଏ କଥା ପୂର୍ବରୁ ଜମିଦାରଙ୍କୁ ଜଣାଥିଲା। ତାହା ଛଡ଼ା ଜମିଦାର ଚଷିବାକୁ ଯେ 3 ମାଣ ଜମି ଦେଇଥିଲେ, ତାହା ଛଡ଼ାଇ ନେଲେଣି। ହଳିଆଟା ବା ଘରେ ଆଉ କିଏ ରହିବ? ଦୋଳ ପୂର୍ଣ୍ଣିମା ଦିନ ସେ ଛାଡ଼ିଗଲା। ବଳଦ 2ଟା 17.5 ଟଙ୍କାରେ ବିକା ଯାଇଥିଲା। 2 ଜଣଙ୍କ କ୍ରିୟାରେ ଖରଚ ଯାଇ ଯାହା ବଳିଥିଲା, ସଟା ବଟା କରି ମାସେ ଚଳିଲା। ଆଜି ଢାଳଟା, କାଲି ପିତଳଟା, ବିକା ବଟା ବନ୍ଧା ଛନ୍ଦାରେ ଆଉ ମାସେ ଗଲା। ବାସୁ 2 ଓଳି ଦୁଆରକୁ ଆସେ, ରାତି ଘଡ଼ିଯାଏ ଥାଏ। ଆଈ ନାତୁଣୀ ଶୋଇବାକୁ ଗଲେ ବସାକୁ ଯାଏ। ବାସୁ କିଛି ଟଙ୍କା ପଇସା ଦେଲେ ଆଈ ବା ନାତୁଣୀ କେହି ନିଅନ୍ତି ନାହିଁ। ବଳେଇ ବଳେଇ କିଛି ଦେଲେ ତାହା ଠଣାରେ ପଡ଼ିଥାଏ। ବାସୁ ଜାଣିପାରି ଆଉ କିଛି ଦିଏ ନାହିଁ। ବୁଢ଼ୀ ପାଖରୁ ଗୋଟାଏ 2ଟା ପଇସା ନେଇ ସଉଦା କିଣିଦିଏ। ସେଇ 2 ପଇସାର ସଉଦାରେ 8-10 ଦିନ ଚଳିଯାଏ। ଘରର ଚାଳ ଉଡ଼ିଗଲାଣି, ଛାଉଣି ଦରକାର।
ବାସୁ 2 ଟଙ୍କାର ନଡ଼ା କିଣି ବାଡ଼ିରେ ଗଦେଇଛି। ଶରଣ ହେବାରୁ ଛପର ବନ୍ଦ ହୋଇପାରିନାହିଁ। ଶରଣ ହେବାରୁ ଛପର ବନ୍ଦୀ ହୋଇପାରିନାହିଁ। ବୁଢ଼ୀ ଏବେ ଆଉ ଦିନରାତି ବସି କାନ୍ଦେ ନାହିଁ, କେବଳ ସଞ୍ଜ ହେଲେ ବସି କାନ୍ଦେ। କାନ୍ଦି କାନ୍ଦି ତଳେ ପଡ଼ିଯାଏ। ସେଇଠାରେ ରାତି କାଟେ। ରେବତୀ ଧକେଇ ଧକେଇ ପାଖରେ ପଡ଼ିଯାଏ। ବୁଢ଼ୀ ଆଖିକି ଏବେ ଭଲ ଦିଶୁନାହିଁ। ବାୟାଣୀ ପରି ହୋଇଗଲାଣି। ଏବେ ସେ କାନ୍ଦିବାର ଉଣା କରି ରେବତୀକି ଗାଳି ଦେବାକୁ ଆରମ୍ଭ କରିଛି। ଏତେ ଯେ ଦୁଃଖ, ଏତେ ଯେ ଦୁର୍ଦ୍ଦଶା, ସବୁର ମୂଳ କାରଣ ରେବତୀ। ଏହା ସେ ମନ ମଧ୍ୟରେ ସ୍ଥିର ସିଦ୍ଧାନ୍ତ କରିସାରିଲାଣି। ରେବତୀ ପାଠ ପଢ଼ିବାରୁ ପୁଅ ମଲା, ବୋହୂ ମଲା, ହଳିଆ ଛାଡ଼ିଗଲା, ବଳଦ ବିକାଗଲା, ଜମିଦାର ଘର ଗାଈ ବାନ୍ଧି ଘେନିଗଲା। ରେବତୀ କୁଲକ୍ଷଣୀ, ସେ କୁଢଙ୍ଗୀ, ସେ ଲକ୍ଷ୍ମୀ ଛାଡ଼ି। ବୁଢ଼ୀ ଆଖିକୁ ଯେ ଦିଶୁନାହିଁ, ତାହାର କାରଣ ରେବତୀର ପାଠପଢ଼ା। ବୁଢ଼ୀ ଗାଳି ଦେବାବେଳେ ରେବତୀ ଆଖିରୁ 2 ଧାରା ବହି ଯାଉଥାଏ। ଡରେ ବୁଢ଼ୀ ପାଖରେ ସେ ଛିଡ଼ା ହୋଇପାରେ ନାହିଁ। ଡରରେ ବୁଢ଼ୀ ପାଖରେ ସେ ଛିଡ଼ା ହୋଇପାରେ ନାହିଁ। ବାଡ଼ି ଦୁଆରେ ନୋହିଲେ ଘର କୋଣରେ ମୁହଁ ଘୋଡ଼ାଇ କାଠଟି ପରି ବସିଥାଏ। ବାସୁ ମଧ୍ୟ ଦୋଷୀ, କାରଣ ରେବତୀ ତ ଏତେ ଦିନ ଯାଏ ପଢ଼ି ନଥିଲା। ସେଇ ଆସି ସିନା ପଢ଼ାଇ ଦେଲା। ମାତ୍ର ବୁଢ଼ୀ ବାସୁକୁ କିଛି କହିପାରେ ନାହିଁ। ବାସୁ ନହେଲେ ଘର ଦଣ୍ଡେ ଅଚଳ। ପୁଣି ଜମିଦାର ଘର ଲଟ ଛିଡ଼ି ନାହିଁ। ଜମିଦାର ଘର ଲୋକ ଆସି ଆଜି ଏ ହିସାବଟା, କାଲି ସେ ହିସାବଟା ମାଗେ। ବାସୁ ନହେଲେ ପାଞ୍ଜିବିଡ଼ାରୁ ପଢ଼ି ପତ୍ର କାଢ଼ି ଦେବ କିଏ? ବାସୁ ନଥିବା ବେଳେ ସେ ସହଜ କଥାରେ କେବେ କେବେ ଆପଣା ମନ୍ତବ୍ୟ ପ୍ରକାଶ କରିଥାଏ। ରେବତୀ ଆଉ ଏଣିକି ସେହି ଗୃହ ପ୍ରାଙ୍ଗଣ ସଞ୍ଚାରିଣୀ ଲୀଳାମୟୀ ପ୍ରତିମା ନୁହେଁ, ତାହା ପାଟି ଆଉ କେହି ଶୁଣି ନାହିଁ। ବାପା ମା ଗଲା ଦିନୁ ତାକୁ ଦାଣ୍ଡ ଦୁଆରେ ଆଉ କେହି ଦେଖି ନାହିଁ। କେତେଦିନ ଯାଏ ଭୋ ଭୋ କରି ଡକା ପାରୁଥିଲା, ଏବେ ଆଉ ପାଟି କରି କାନ୍ଦେ ନାହିଁ। ମାତ୍ର ଦିବାରାତ୍ର ତାହାର ବଡ଼ ବଡ଼ ଆଖି ଦୁଇଟା ସାନ ସାନ ନୀଳକଇଁ ପରି ପାଣିରେ ଢଳ ଢଳ ହେଉଥାଏ। ତାହାର କ୍ଷୁଦ୍ର ପ୍ରାଣ, ତହିଁରୁ ଅତି କ୍ଷୁଦ୍ର ମନଟି ଏକାବେଳକେ ଭାଙ୍ଗି ଯାଇଛି। ତା ପକ୍ଷରେ ବର୍ତ୍ତମାନ ଦିନରାତି ସମାନ। ସୂର୍ଯ୍ୟରେ ଆଲୁଅ ନାହିଁ, ରାତିରେ ଅନ୍ଧାର ନାହିଁ, ସମସ୍ତ ଜଗତ୍ ଶୂନ୍ୟ। କେବଳ ପିତାମାତାଙ୍କ ମୂର୍ତ୍ତି ହୃଦୟପୂର୍ଣ୍ଣ କରିଛି। ମା ଏଇଠାରେ ବସିଛନ୍ତି, ବାପା ଚାଲି ଯାଉଛନ୍ତି। ତାହା ଆଖିରେ କେବଳ ଏଇ 2ଟା ଦିଶୁଛି। ବାପା ମା ମରିଯାଇଛନ୍ତି, ଆଉ ସେମାନେ ଆସିବେ ନାହିଁ, ଏ କଥା ସେ ବିଶ୍ୱାସ କରିପାରୁନାହିଁ। ପେଟରେ ଭୋକ ନାହିଁ, ଆଖିରେ ନିଦ ନାହିଁ। ଦିବାନିଶି ଅନୁକ୍ଷଣ ପିତା ମାତା ଧ୍ୟାନ। ଜେଜେମା ଡରରେ ଖାଇବାକୁ ବସେ, ଭୂଇଁରୁ ପ୍ରାୟ ଉଠେ ନାହିଁ। ଦେହରେ ହାଡ଼ ଚମ 2 ଖଣ୍ଡ ଧୁଡ଼ୁ ଧୁଡ଼ୁ ହେଉଛି। କେବଳ ବାସୁଦେବ ଘରକୁ ଆସିଲେ ଉଠି ବସେ। ବଡ଼ ବଡ଼ ଆଖି 2ଟାରେ ଜଳ ଜଳ କରି ବାସୁକୁ ଚାହିଁଥାଏ। ବାସୁ ଅନାଇଲେ ସାନ ନିଶ୍ୱାସଟାଏ ପକେଇ ମୁଣ୍ଡ ପୋତିଦିଏ। ବାସୁ ପାଖରେ ଥିବା ଯାଏ ତାହାକୁ ଚାହିଁ ରହିଥାଏ। ତେତେବେଳେ ତାହାର ଆଉ କିଛି ଜ୍ଞାନ ନଥାଏ। ଆଖିରେ ବାସୁଦେବ, ଚିନ୍ତା ବାସୁଦେବ, ସମସ୍ତ ହୃଦୟଟା ବାସୁଦେବମୟ। ଶ୍ୟାମବନ୍ଧୁ ମରିବାର ଆଜିକୁ ହାତ ଗଣତିରେ 5 ମାସ। ଜ୍ୟେଷ୍ଠ ମାସିଆ ଦିନ ଠିକ୍ ଦିନ 2 ପ୍ରହର ବେଳେ ବାସୁ ଦୁଆର ଡାକିଲା। ଏତେବେଳେ ସେ କୌଣସି ଦିନ ଆସେ ନାହିଁ। ବୁଢ଼ୀ କୁନ୍ଥେଇ କୁନ୍ଥେଇ ଯାଇ ଦୁଆର ଫିଟାଇ ଦେଲା। ବାସୁ କହିଲା, ଜେଜିମା। ବାସୁ ବୁଢ଼ୀକୁ ଜେଜିମା ବୋଲି ବରାବର ଡାକେ। ଜେଜିମା, ଦୀପୁଟି ଇନ୍ସପେକ୍ଟର ହରିହରପୁର ଥାନାରେ ବସି ପାଠଶାଳା ପିଲାମାନଙ୍କୁ ପାଠ ପଚାରିବେ। ସବୁ ସ୍କୁଲର ପିଲାମାନେ ଯିବେ। ମୋ ପାଖକୁ ଚିଠି ଆସିଛି। ମୁଁ ପିଲାମାନଙ୍କୁ ନେଇ କାଲି ସକାଳେ ଯିବି। 5 ଦିନ ଲାଗିବ। ରେବତୀ କବାଟ କଣରେ ଛିଡ଼ା ହୋଇ ଶୁଣୁଥିଲା। ଲଟ୍ କରି ବସି ପଡ଼ିଲା। ଭାଗ୍ୟେ କବାଟ ଧରିଥିଲା, ନୋହିଲେ ପଡ଼ି ଯାଇଥାନ୍ତା। ବାସୁ 5 ଦିନ ସକାଶେ ଚାଉଳ, ଲୁଣ, ତେଲ, ବାଇଗଣ କିଣି ଆଣି ଅଗଣାରେ ଥୋଇଦେଇ ବୁଢ଼ୀକୁ ଜୁହାରଟାଏ ହୋଇ ଶନିବାର ମୁହଁ ସଞ୍ଜବେଳେ ବାହାରିଲା। ବୁଢ଼ୀ କହିଲା, ବାପା, ଖରାରେ ବୁଲିବୁ ନାହିଁ। ଦେହ ପାକୁ ଚାହିଁବୁ। ବେଳରେ 2ଟା ତୁଣ୍ଡରେ ଦେବୁ। ଏହା କହି ନିଶ୍ୱାସଟାଏ ପକାଇଲା। ରେବତୀ ଏକ ଧ୍ୟାନରେ ବାସୁକୁ ଚାହିଁଥାଏ। ଆଜିକା ଚାହାଣୀ ଅନ୍ୟ ରକମ। ଆଗେ ବାସୁ ଚାହିଁଲେ ମୁଣ୍ଡ ତଳକୁ ପୋତି ଦେଉଥିଲା। ଆଜି ସେ ଭାବ ନାହିଁ। ଏକ ଧ୍ୟାନରେ ବାସୁକୁ ଚାହିଁ ରହିଛି। ବାସୁର ମଧ୍ୟ ଆଜି ଆଗକା ଚାହାଣୀ ନୁହେଁ। ଆଗେ ବାସୁର ଯେମନ୍ତ ଖୁବ୍ ଇଚ୍ଛା ରେବତୀକୁ ଭଲ କରି ଦେଖିବ, କିନ୍ତୁ ଅନାଇ ପାରେ ନାହିଁ। ଆଜି ଚାରିଚକ୍ଷୁର ମିଳନ। ଆଖି ଫେରାଇବାକୁ କାହାରି ଆୟତ୍ତ ନାହିଁ। ବାସୁ ଚାଲିଗଲାଣି। ଆଉ ଦିନ ନାହିଁ। ଘର ବାହାର ଅନ୍ଧାର ପୂରିଗଲାଣି। ରେବତୀ ଯେପରି ଚାହିଁଥିଲା, ସେହିପରି ଚାହିଁଅଛି। ବୁଢ଼ୀ ଡାକିବାରୁ ତାହାର ଚେତନା ହେଲା।
ଘର ବାହାର ସମସ୍ତ ଅନ୍ଧକାରମୟ। ରେବତୀ ବସି ଦିନ ଗଣୁଛି। ଆଜି 6 ଦିନ। ବାପ ମା ଗଲା ଦିନୁ ଦାଣ୍ଡ ଦୁଆର ଦେଖି ନଥିଲା। ଆଜି ସକାଳୁ ଦାଣ୍ଡ ଦୁଆରେ 2 ଥର ମୁହଁ ମାରି ଗଲାଣି। ବେଳ ଅନ୍ଦାଜ 6 ଘଡ଼ି। ହରିହରପୁର ସ୍କୁଲ ପିଲାମାନେ ଫେରି ଆସିବା ମାତ୍ରେ ଲୋକ ବୋଲାବୋଲି ହେଲେ। ହରିପୁରରୁ ଫେରିଆସିବା ସମୟରେ ଗୋପାଳପୁରର ବରଗଛ ମୂଳରେ ପଣ୍ଡିତଙ୍କୁ ବାଡ଼ି ଧଇଲା। 4 ଥର ପୋଖରୀ ପାଣି ହେଲା। ଅଧା ରାତି ବେଳେ ଚାଲିଗଲେ। ଗ୍ରାମ ଲୋକମାନେ ହାୟ ହାୟ କଲେ। ପୁଅ ଝିଅ ମା ମାଇକିନିଆ ମାନେ ପାଟି କରି କାନ୍ଦି ପକାଇଲେ। କେହି କହିଲା ଆହା କି ରୂପରେ, କେହି କହିଲା କି ଧୀରରେ, କେହି କହିଲା ଦାଣ୍ଡରେ ଚାଲି ଯାଉଥିବ ଯେ ମାଛିଟିକୁ ମର କହିବ ନାହିଁ। ରେବତୀ ଶୁଣିଲା। ବୁଢ଼ୀ ଶୁଣିଲା। ବୁଢ଼ୀ କାନ୍ଦ କାନ୍ଦ ତାହା କଣ୍ଠରୁଦ୍ଧ ହୋଇ କହିଲା ତାହା କଣ୍ଠରୁଦ୍ଧ ହୋଇଗଲା। ଆଉ କାନ୍ଦି ପାରିଲା ନାହିଁ। ଶେଷରେ ଉଠି କହିଲା ଆହା ବାପ, ବିଦେଶକୁ ଆସି ଆପଣା ବୁଦ୍ଧିରେ ପ୍ରାଣ ହରେଇଲୁ ରେ। ଅର୍ଥାତ୍ ସେ ଦୁର୍ବୁଦ୍ଧି କରି ରେବତୀକୁ ପାଠ ପଢ଼େଇବାରୁ ମରିଗଲା, ନୋହିଲେ କେବେ ମରିନଥାନ୍ତା। ଶୁଣିଲା ବେଳୁ ରେବତୀ ଘରେ ଯାଇ ପଡ଼ିଛି। ସୋର ଶବ୍ଦ ନାହିଁ। ସେ ଦିନଟା ଗଲା। ତହିଁଆର ଦିନ ସକାଳେ ବୁଢ଼ୀ ରେବତୀକୁ ପାଖରେ ନ ଦେଖି ପାଟି କରି ଡାକିଲା ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବୁଢ଼ୀ ବାୟାଣୀ ପରି ହୋଇଗଲାଣି। କାନ୍ଦ ବୋବାଳି ନାହିଁ। କେବଳ ରାଗରେ ଦିନରାତି ରେବତୀକୁ ଗାଳି। ପଡ଼ିଶା ଲୋକେ, ଦାଣ୍ଡ ଗଲା ଲୋକେ ଯେତେବେଳେ ଇଚ୍ଛା ସେତେବେଳେ ଶୁଣୁଛନ୍ତି ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବୁଢ଼ୀ ଆଖିକୁ ଦିଶୁନାହିଁ। ଅଣ୍ଡାଳି ଅଣ୍ଡାଳି ଯାଇ ରେବତୀକୁ ପାଇଲା। ଡାକିଲା। ଜବାବ ନ ପାଇ ତା ଦେହରେ ହାତ ବୁଲାଇ ଦେଖିଲା ଭାରି ଜ୍ୱର। ଦେହରୁ ନିଆଁ ବାହାରୁଛି। ଜ୍ଞାନ ନାହିଁ। ବୁଢ଼ୀ ଢେର ବେଳ ଯାଏ ବସି କ'ଣ ପାଞ୍ଚିଲା। କ'ଣ କରିବ? କାହାକୁ ଡାକିବ? ମନ ମଧ୍ୟରେ ଜଗତ ସଂସାର ଖୋଜିଲା। ପାଖରେ କାହାକୁ ଦେଖିଲା ନାହିଁ। କିଛି ସ୍ଥିର କରି ନ ପାରି ଖପା ହୋଇଗଲା। ଯାହା ଆପଣା କିଆ ତହିଁକି ଲଇଜା କିଆ, ତହିଁକି ଇଲାଜ କିଆ। ଅର୍ଥାତ୍ ତୁ ପାଠ ପଢ଼ିବାରୁ ଜ୍ୱର ହେଲା, ମୁଁ କ'ଣ କରିବି? ଦିନେ ଗଲା, 2 ଦିନ ଗଲା, 3 ଦିନ ଗଲା, 4 ଦିନ ଗଲା, 5 ଦିନ ମଧ୍ୟ ଗଲା। ରେବତୀ ମାଟିରେ ଲାଗି ଯାଇଅଛି। ଆଖି ଫିଟାଉ ନାହିଁ। ଡାକିଲେ ଉତ୍ତର ନାହିଁ। ଉଁଚୁ ହେବାକୁ ମଧ୍ୟ ନାହିଁ। ଆଜି 6 ଦିନ। ରେବତୀ ସକାଳୁ 2-4 ଥର ପାଟି କଲାଣି। ବୁଢ଼ୀ ପାଟି ଶୁଣି ପାଖକୁ ଗଲା। ଦେହରେ ହାତ ବୁଲାଇ ଦେଖିଲା ଗୋଡ଼ ହାତ ଶୀତଳ। ଡାକିଲେ ହୁଁ ହୁଁ ଜବାବ ଦେଲା। କଟମଟ କରି ମୁହଁକୁ ଚାହୁଁଅଛି। କିଛି ନ ପଚାରିଲେ ମଧ୍ୟ କେତେ କଥା କହି ପକଉଛି। କୌଣସି କବିରାଜ ଦେଖିଲେ ତୃଷ୍ଣା ଦାହ ପ୍ରଳାପଶ୍ଚ ଇତ୍ୟାଦି ଶ୍ଲୋକ ପଢ଼ି କହନ୍ତେ ସନ୍ନିପାତସ୍ୟ ଲକ୍ଷଣମ୍। ମାତ୍ର ବୁଢ଼ୀ କିଛି ଖୁସି ହେଲା। ଦେହରେ ତାତି ନାହିଁ। କଥା କହୁନଥିଲା। ପାଟି ଫିଟେଇଲାଣି। ଚାହୁଁ ନଥିଲା। ଆଖି ଫିଟେଇଲାଣି। ପାଣି ପିଇବାକୁ ମାଗିଲାଣି। 6 ଦିନ ହେଲା ଜିଭରେ ପାଣି ଟୋପାଏ ବାଜି ନାହିଁ। 4ଟା ପଥି ପେଟରେ ପଡ଼ିଲେ ଝିଅଟା ଉଠି ବସିବ। ତୁ ଶୋଇଥା, ମୁଁ 4ଟା ପଥି ରାନ୍ଧି ଆଣେ। ଏହା କହି ବୁଢ଼ୀ ବାହାରକୁ ବାହାରି ଆସିଲା। ପଥି ରାନ୍ଧିବ କ'ଣ? ଘରେ ପାଛିଆ କୁଣ୍ଢେଇ ହାଣ୍ଡି ଆଟିକା ସବୁ ଖୋଜିଲା। ମୁଠାଏ ଚାଉଳ ନାହିଁ। ନିଶ୍ୱାସଟାଏ ପକାଇ ଘଡ଼ିଏ ବସିଲା। ବାସୁ 5 ଦିନକୁ ଚାଉଳ ଡାଲି କିଣିଦେଇ ଯାଇଥିଲା। ସେଥିରେ 10 ଦିନ କିଆଁ ଚଳିଗଲା। ବୁଢ଼ୀର ଦୃଷ୍ଟିଶକ୍ତି ଥିଲେ ବୁଝି ପାରିଥାନ୍ତା। ବସି ବିଚାର କଲେ ବୁଦ୍ଧି ଦିଶେ। ଘରେ କଂସା ବାସନ କିଛି ନାହିଁ। ହାତରେ ଗୋଟାଏ କଣା ଢାଳ ପଡ଼ିଲା। ସେଇଟା ଧରି ହରିସାହୁ ଦୋକାନକୁ ବାହାରିଲା। ହରିସା ଘର ଗ୍ରାମ ମଝିରେ। ତାର ରୀତି ମତ ଦୋକାନ ନାହିଁ। ଚାଉଳ ଡାଲି ଲୁଣ ତେଲ ରଖିଥାଏ। କୌଣସି ଦିନ ବିଦେଶୀ ଲୋକ ପହଞ୍ଚିଗଲେ କିଣନ୍ତି। କେବେ ହେଲେ ଗ୍ରାମ ଲୋକଙ୍କର କିଛି ଦରକାର ହେଲେ କିଣନ୍ତି। ବୁଢ଼ୀ ଢାଳଟି ଧରି ହରିସା ଦୁଆରେ ପହଞ୍ଚିଲା। ହରିସା ବୁଢ଼ୀ ହାତରେ ଢାଳଟି ଦେଖି ଅର୍ଥଟା ବେଶ୍ ବୁଝିଗଲା। ବୁଢ଼ୀ ଆପଣାର ଅଭିପ୍ରାୟ ଜଣାଇବାରୁ ହରି ଢାଳଟା ହାତରେ ଧରି ଚାରିପାଖ ଦେଖି କହିଲା ନାଇଁ ନାଇଁ, ମୋ ପାଖରେ ଚାଉଳ ନାହିଁ। ଆଉ ଏଇ କଣା ଢାଳଟା ରଖି କିଏ ଚାଉଳ ଦେବ? ହରି ଘରେ ଯେ ଚାଉଳ ନଥିଲା ତାହା ନୁହେଁ, ଦେବାକୁ ମଧ୍ୟ ଇଚ୍ଛା। ତେବେ ତେବେ ଶସ୍ତାରେ ସେ ଦେଇପାରିବନି। ତେବେ ଶସ୍ତାରେ ନେବାର କଥା। ଚାଉଳ ନଥିବାର ଶୁଣି ବୁଢ଼ୀ ମୁଣ୍ଡରେ ତ ବଜ୍ର ପଡ଼ିଲା। କ'ଣ କରିବି? ଝିଅଟା ଜ୍ୱରରୁ ଉଠିଛି। ତା ମୁହଁରେ କ'ଣ ଦେବି? ଘଡ଼ିଏ ବସିଗଲା। ବେଳ ବୁଡ଼ି ଆସିଲାଣି। ହରିକୁ 2 ଥର ଅନାଇଲା। ଯାଏ ଝିଅଟା କ'ଣ କରୁଛି ଦେଖେ। ଢାଳଟି ଧରି ଉଠୁଛି। ହରି କହିଲା ଦିଅ ଦିଅ ଢାଳଟା ଦିଅ, ଦେଖେ କ'ଣ ଘରେ ଅଛି।
ହରି ଢାଳଟା ରଖି ଚାରିମାଣର ଚାଉଳ ଅଧମାଣେ ଯାଇ କିଛି ଲୁଣ ଦେଲା। ବୁଢ଼ୀ 4-6 ଜାଗା ବସି ଉଠି ଘରେ ଆସି ପହଞ୍ଚିଲା। ଏପର୍ଯ୍ୟନ୍ତ ବୁଢ଼ୀ ଦାନ୍ତରେ ଦାନ୍ତ କାଠି ବାଜି ନାହିଁ। ଦେହ ମନ କଥା କ'ଣ କହିବୁ। ଘରେ ପହଞ୍ଚି ରେବତୀକୁ ଡାକିଲା। ତାହାର ବିଶ୍ୱାସ ରେବତୀ ଭଲ ହୋଇଗଲାଣି, ପାଣି କାଢ଼ି ଦେବ, ସେ ଭାତ ରାନ୍ଧିବ। ରେବତୀ ଜବାବ ନ ଦେବାରୁ ସେ ଭାରି ଖପା ହୋଇ ଯାଇ ଡାକିଲା, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ଜବାବ ନାହିଁ। ଏଣେ ରେବତୀର ସନ୍ନିପାତ ରୋଗ କ୍ରମଶଃ ବଢ଼ୁଛି। ଭୟାନକ ଯନ୍ତ୍ରଣା। ଦେହ କ୍ରମଶଃ ଶୀତଳ ହେଉଛି। ଜିଭ ଶୁଖିଲାଣି। ଭୟଙ୍କର ପିପାସା। ଜିଭଟା ଯେମନ୍ତ ଭିତରକୁ ଚାଲିଯାଉଛି। ଥଣ୍ଡା ଜାଗାକୁ ଯିବାର ଇଚ୍ଛା। ଘରଯାକ ଗଡ଼ି ଗଡ଼ି ବାହାରକୁ ଆସିଲା। ସୁଖ ଲାଗିଲା ନାହିଁ। ବାଡ଼ି ଦୁଆରକୁ ଯାଇ ପିଣ୍ଡାରେ ବସିଲା। ଦିନ ଶେଷ ହୋଇ ଆସିଲାଣି। ଖୁବ୍ ପବନ ବହୁଛି। ବାଡ଼କୁ ଆଉଜି ବସିଲା। ବାଡ଼ିଯାକ ଅନାଇଲା। ବାପା ଗଲା ବରଷ ଏଇ କଦଳୀ ଲଗାଇଥିଲେ, ଭଣ୍ଡା ବାହାରିଗଲାଣି। 2 ବରଷ ତଳେ ମା ଗୋଟିଏ ପିଜୁଳି ଗଛ ବାଡ଼ିରେ ରୋଇଥିଲେ। ରେବତୀ ଧାଇଁ ଧାଇଁ କୂଅକୁ ଢାଳେ ପାଣି ସେ ଗଛରେ କୂଅରୁ ଢାଳେ ପାଣି ସେ ଗଛରେ ଦେଇଥିଲା। ସେ ଗଛ କେଡ଼େଟାଏ ହେଲାଣି, ଫୁଲ ଧରିଲାଣି। ସେ ଗଛ ଦେଖି ମା ମନରେ ପଡ଼ିଲେ। ବୁଦ୍ଧି ସ୍ଥିର ନାହିଁ, ମନ ଚଞ୍ଚଳ। ଲଗାଲଗି କିଛି କଥା ମନରେ ପଡ଼ୁନାହିଁ। ମାତ୍ର ମା ତାର ଆନନ୍ଦମୟୀ ମୂର୍ତ୍ତି ଆଉ ମନକୁ ଛାଡ଼ୁନାହିଁ। ସଞ୍ଜ ଗଡ଼ିଗଲାଣି। ଗଛ ମୂଳରୁ, ଡାଳ ଉହାଡ଼ରୁ ଅନ୍ଧାର ଗୁଡ଼ାକ ବାହାରି ବାଡ଼ି ପୂରି ଗଲାଣି। ଆଉ କିଛି ଦିଶୁନାହିଁ। ଆକାଶକୁ ଚାହିଁଲା। ପହରକିଆ ତାରାଟିଏରୁ ଧକ୍ ଧକ୍ ହୋଇ କିରଣ ବାହାରୁଛି। ଏକ ଧ୍ୟାନରେ ରେବତୀ ସେଇ ତାରାକୁ ଚାହୁଁଛି। ଆଖିରେ ଆଉ ପଲକ ପଡ଼ୁନାହିଁ। ତାରାର ଆକାର କ୍ରମଶଃ ବଢ଼ି ଯାଉଛି। ଚକ୍ର ପରି ଆକାର ହୋଇଗଲାଣି। ଆହୁରି ବୃଦ୍ଧି, କ୍ରମଶଃ ଉଜ୍ଜ୍ୱଳ। ଆଃ, ଏ କି ମୂର୍ତ୍ତି ତାର! ଏ କି ମୂର୍ତ୍ତି ତାରା ମଧ୍ୟରେ! ଶାନ୍ତିଦାୟିନୀ, ପ୍ରେମମୟୀ, ଆନନ୍ଦମୟୀ ମାତାଙ୍କର ଅଭୟା ମୂର୍ତ୍ତି ବସି ସ୍ନେହରେ କୋଳକୁ ନେବା ସକାଶେ ଡାକୁଛନ୍ତି। ମା 2 ଗୋଟି କିରଣ ହସ୍ତ ବଢ଼ାଇ ଦେଲେ। ସେଇ କିରଣ ଦିଓଟି ଆସି 2 ଚକ୍ଷୁ ସ୍ପର୍ଶ କରି ହୃଦୟରେ ପ୍ରବେଶ କଲା। ସେ ଅନ୍ଧକାର ମଧ୍ୟରେ ଆଉ କୌଣସି ଶବ୍ଦ ନାହିଁ, କେବଳ ନିଃଶ୍ୱାସ ଶବ୍ଦ। ସେ ଶବ୍ଦ କ୍ରମଶଃ ପ୍ରବଳ, ଖୁବ୍ ଦୀର୍ଘ ନିଃଶ୍ୱାସ। ଶେଷରେ ମା, ମା 2 ଥର ଅସ୍ପଷ୍ଟ ଶବ୍ଦ ଶୁଭିଲା। ବାଡ଼ି ନିସ୍ତବ୍ଧ, ନୀରବ। ଏଣେ ବୁଢ଼ୀ ଘୁଷୁରି ଘୁଷୁରି ଯାଇ ରେବତୀ ଶୋଇବା ଜାଗା ଦେଖିଲା। କେହି ନାହିଁ। ଘରଯାକ, ବାହାର ଅଗଣା, ଢିଙ୍କି ତଳ, ଢିଙ୍କି ଲାଞ୍ଜ, କାହିଁ ନାହିଁ। ମନେକଲା ଜର ଭଲ ହୋଇଗଲାଣି, ବାଡ଼ିରେ ବୁଲୁଥିବ। ସେଇ ଡାକ, ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି। ବାଡ଼ି ଦୁଆରକୁ ଗଲା। ଅଣ୍ଡାଳି ଅଣ୍ଡାଳି ପିଣ୍ଡାକୁ ଉଠିଲା। ପିଣ୍ଡାଟା ଭୂମିଠାରୁ 2 ହାତ ଉଚ୍ଚ, ହାତେ ଚଉଡ଼ା। ମଲା, ତୁ ଏଇଠି ବସିଛୁ? ଦେହରେ ହାତ ଦେଇ ବୁଢ଼ୀ ପ୍ରଥମେ ଚମକି ପଡ଼ିଲା। ଆଉ ଥରେ ଭଲ କରି ଗୋଡ଼ଠାରୁ ମୁଣ୍ଡ ଯାଏ ହାତ ବୁଲେଇଲା। ନାକରେ ହାତ ଦେଇ ଗୋଟେ ଉତ୍କଟ ଶବ୍ଦ କଲା। ସଙ୍ଗେ ସଙ୍ଗେ ପିଣ୍ଡା ତଳେ ଦୁଲଦାଲ ଶବ୍ଦ। ଶ୍ୟାମବନ୍ଧୁ ମହାନ୍ତି ଘରର କୌଣସି ପ୍ରାଣୀକୁ ଜଗତରେ ଆଉ କେହି ଦେଖି ନାହାନ୍ତି। ପଡ଼ୋଶୀମାନେ ରାତି ପହରକ ସମୟରେ ଶେଷ ଶବ୍ଦ ଶୁଣିଥିଲେ। ଲୋ ରେବତୀ, ଲୋ ରେବି, ଲୋ ନିଆଁ, ଲୋ ଚୁଲି।